ମୁଁ ତ ମା ବଲିଲାଡି ମୋର କୋଟି କୋଟି ନମସ୍କାର। ଯୋଉ ମଲ୍ୟାବଳୀର ସଂଘ ସେ ସଂଗଠନ ଆଜି କରିଛି ସେ ସଂଗଠନ ଖାଲି ଆଗକୁ ଯାଉ। ତମେ ସବୁ ମୁଁ ଏକା ମା ବାପା ନୁହେଁ, ସମସ୍ତେ ତାର ମା ବାପା ସମସ୍ତେ ଭାଇ, ସେମାନେ ଆଶୀର୍ବାଦ କରନ୍ତୁ। ମୁଁ ଦୁତି ମୁଣ୍ଡରେ ହାତ ଛାକି କହୁଛି ସେ କୋଟି କୋଟି ଲୋକଙ୍କ ପରିବାରର ଦାୟିତ୍ୱ ବୁଝିପାରୁ, ଦୁଃଖୀ ରଙ୍ଗୀଙ୍କର ଦାୟିତ୍ୱ ସେ ବୁଝିପାରୁ, ସମସ୍ତଙ୍କୁ ସେ ସାହାଯ୍ୟ କରୁ। ଦେବଯାନୀ ମହାନ୍ତି ମ୍ୟାଡ଼ାମ ମଧ୍ୟ ଥିଲେ, ଦେବଯାନୀ ପ୍ରଧାନ ମ୍ୟାଡ଼ାମ ମଧ୍ୟ ଆସିଥିଲେ ଗେଷ୍ଟରେ। ଆଉ ବହୁତ ଭଲ ଲାଗିଲା। ଆଜି ପ୍ରଥମ ଥର ବୈଠକରେ 100ରୁ ଉର୍ଦ୍ଧ୍ୱ ଆମର ସଦସ୍ୟ ଏକତ୍ରିତ ହେଇକି ଆମର ସମାଜ ପାଇଁ କେମିତି ଭଲ କାମ କରିବୁ, ଆଉ ଆମର ପଞ୍ଚାୟତ କେମିତି ସୁରକ୍ଷିତ ରଖିବୁ, ଆଉ ସଫାସୁତୁରା କରିକି ଆମେ କେମିତି ପରିଷ୍କାର ରଖିବୁ, ଆଉ ଅସହାୟ ବ୍ୟକ୍ତିଙ୍କୁ କେମିତି ଆମେ ସେବା କରିବୁ, ସେବା ମନୋବୃତ୍ତି ନେଇକି ଆମେ ଏଇ ସଂଗଠନଟି ଆରମ୍ଭ କରିଛୁ। ଆଉ ବହୁତ ଭଲ ଲାଗିଲା। ନିହାତି ଭାବେ ଆଗାମୀ ଦିନରେ ଏଇ ସଂଗଠନ ଜିଲ୍ଲା ସ୍ତରରେ ମଧ୍ୟ ରାଜ୍ୟସ୍ତରରେ ମଧ୍ୟ କାମ କରିବ। ଆଉ ମୋତେ ବହୁତ ଖୁସି ଲାଗୁଛି। ମୁଁ ଯୋଉ ଆଶା ଯୋଉ ଭରସା ନେଇକି ସଂଗଠନଟି ଆରମ୍ଭ କରିଥିଲି ଆଜି ଧୀରେ ଧୀରେ କାର୍ଯ୍ୟକାରୀ ହେଉଛି। ଅନେକ ଲୋକ ମଧ୍ୟ ଏଥିରେ ଜଡ଼ିତ ହେଉଛନ୍ତି। ଆଉ ନିହାତି ଭାବେ ଆମର ଥିମ୍ ଅଛି ପଞ୍ଚାୟତର ଡେଭଲପମେଣ୍ଟ, ବିକାଶ, ଉନ୍ନତି। ତା ଦେହରେ ଆମେ ସଂଗଠନ ଆମର କାମ କରିବ। ବିଭିନ୍ନ ପ୍ରକାର ଐତିହ୍ୟ ଆମର ଯୋଉ ରହୁଛି, ଅଷ୍ଟପହରି ରହୁଛି ବା ମେଲଣ ରହୁଛି, ଜାଗର ରହୁଛି, ବିଭିନ୍ନ ପାରମ୍ପରିକର ଐତିହାସିକ ଯୋଉ ପ୍ରୋଗ୍ରାମ ରହୁଛି ସେଥିରେ ଆମେ ସଂଗଠନ ସ୍ୱଚ୍ଛତା ବିଷୟରେ ପାଣି ବଣ୍ଟନଠୁ ଆରମ୍ଭ କରି ଖାଦ୍ୟ ପୁଡ଼ିଆ ବଣ୍ଟନ ମଧ୍ୟ କରିବେ। ତା ସହିତ ଅସହାୟ ଯୋଉ ବ୍ୟକ୍ତି ରହୁଛନ୍ତି ମେଡିକାଲ ସୁବିଧା ପାଇପାରେ ତାକୁ କିପରି ନିଜ ଘରୁ ମେଡିକାଲକୁ ନେଇକି ତାକୁ ସବୁପ୍ରକାର ସୁବିଧା କର ସେ କ୍ଷେତ୍ରରେ ମଧ୍ୟ ଆମ ସଂଗଠନ କାମ କରିବ। ବ୍ଲଡ ଡୋନେସନ କାମ ସଂଗଠନରେ ମଧ୍ୟ ବ୍ଲଡ ଡୋନେସନ ମଧ୍ୟ କ୍ୟାମ୍ପ କରିକି ଅସହାୟ ବ୍ୟକ୍ତିଙ୍କୁ ବ୍ଲଡ ଦେବାରେ ମଧ୍ୟ ସହଯୋଗ କରିବୁ। ବିଭିନ୍ନ ପ୍ରକାର ଯୋଉ କାମ ରହିଛି ଆମେ ତା ଦେହରେ ସଂଗଠନ ମାଧ୍ୟମରେ କାମ କରିବୁ। ଆଉ ସବୁବେଳେ ଚେଷ୍ଟା କରିବୁ ଲୋକଙ୍କର ସମସ୍ୟା ପାଖରେ ପହଞ୍ଚିବା ପାଇଁ ଆଉ ସମସ୍ୟାକୁ ସୁଧାରିବା ପାଇଁ। ଆଜି ଆମ ଅଞ୍ଚଳର ଗୌରବ, ଆମ ସମସ୍ତଙ୍କର ଗର୍ବ, ଖାଲି ଭାରତ ନୁହେଁ ସମଗ୍ର ବିଶ୍ୱର ନିଜର ଖ୍ୟାତି ଅର୍ଜନ କରିଥିବା ଦୌଡ଼ରାଣୀ ଆମର ସାନ ଭଉଣୀ ଦୁତି ଚାନ୍ଦ ଆଜି ଏକ ଯୁବ ସଂଗଠନ ମାଲ୍ୟାବଳୀ ଯୁବ ସଂଗଠନ ନାମରେ ଯେଉଁ ସଂଗଠନଟି ତିଆରି କରିଛନ୍ତି, ସେ ଆଜି ସେଇ ସଂଗଠନର ସେବା କାର୍ଯ୍ୟକ୍ରମକୁ ଆମକୁ ନିମନ୍ତ୍ରଣ କରିଛନ୍ତି। ତେଣୁ ମୁଁ ତାଙ୍କୁ କୃତଜ୍ଞତା ସହିତ ସାନ ଭଉଣୀକୁ ଧନ୍ୟବାଦ ଦଉଛି ଯେ କ୍ରୀଡ଼ା କ୍ଷେତ୍ରରେ ଏ ଅଞ୍ଚଳ ପାଇଁ, ଏ ରାଜ୍ୟ ପାଇଁ, ଏ ଜିଲ୍ଲା ପାଇଁ ତଥା ସମଗ୍ର ଭାରତ ବର୍ଷ ପାଇଁ ସେ ଆମକୁ ଯୋଉ ଗୌରବାଣୀ ଦେଇଥିଲେ ସେଥିରେ ଆମେ ସମସ୍ତେ ଗୌରବାନ୍ୱିତ ଧନ୍ୟ ହେଇଥିଲୁ। କିନ୍ତୁ ଆଜି ସେଇ କ୍ରୀଡ଼ା କ୍ଷେତ୍ର ବା କ୍ରୀଡ଼ା ଜଗତକୁ ସମ୍ମାନିତ କରିବା, ଗୌରବାନ୍ୱିତ କରିବା ପରେ ବି ତାଙ୍କର ସମାଜ କଲ୍ୟାଣ ପାଇଁ ଯୋଉ ମାଟି ତାଙ୍କୁ ଏ ପ୍ରତିଭାକୁ ତିଆରି କରିଛି, ଯୋଉ ଅଞ୍ଚଳ ତାଙ୍କୁ ଆଜି ସମଗ୍ର ବିଶ୍ୱରେ ପରିଚୟ ଦେଇଛି, ସେଇ ଅଞ୍ଚଳ ଲୋକଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବାକୁ ପାଥେୟ କରି ସେ ଅଞ୍ଚଳବାସୀଙ୍କର ସେବା କିଭଳି ହବ, ଯୋଉ ଅଞ୍ଚଳ ତାଙ୍କୁ ଆଜି ପ୍ରତିଭା ଦେଇଛି, ଯୋଉ ଅଞ୍ଚଳ ଆଜି ଗୌରବ ଦେଇଛି, ଯୋଉ ଅଞ୍ଚଳ ଆଜି ସମ୍ମାନ ଦେଇଛି, ସେଇ ଅଞ୍ଚଳକୁ ଗୌରବାନ୍ୱିତ କରିବା ପାଇଁ, ତାଙ୍କର ସେବା କରିବା ପାଇଁ ସେ ଆଜି ଗୋଡ଼ କାଢିଛନ୍ତି, ପ୍ରୟାସ କରିଛନ୍ତି। ଯୁବକ ମାନଙ୍କୁ ନେଇ ଏକ ଯୁବ ସଂଗଠନ ମା ମାଲ୍ୟାବଳୀ ଯୁବ ସଂଗଠନ କରିଛନ୍ତି। ସେଥିପାଇଁ ପୁନର୍ବାର ଜିଲ୍ଲା ତରଫରୁ ମୁଁ ସାନ ଭଉଣୀକୁ କୃତଜ୍ଞତା ଦଉଛି, ଧନ୍ୟବାଦ ଦଉଛି। ଯୋଉ ଯୁବ ସଂଗଠନ ସେ ତିଆରି କରିଛନ୍ତି ସମାଜ ସେବା ପାଇଁ, ସେ ସେବା ନିଶ୍ଚିନ୍ତ ରୂପେ ସୁଦୂର ପ୍ରସାରୀ ହବ। ସାରା ଭାରତ ନୁହେଁ ପୁଣି ଆନ୍ତର୍ଜାତିକ ସ୍ତରରେ ସେ ସେବା ପହଞ୍ଚିବାର ସମ୍ଭାବନା ରହିଛି। ତେଣୁ ସେଇ ଛୋଟ ଛୋଟ ଭାଇମାନଙ୍କୁ ସାନ ଭଉଣୀ ଦୁତି ଚାନ୍ଦକୁ ଆଶୀର୍ବାଦ କରୁଛି, शुभेच्छा जनाऊँच तांकर ये जो भावना समाज सेवा करिवार जो चिंताधारा समाज कल्याण दिगरे समर्पित होबार जो कर्तव्य निष्ठा निश्चित रूपे बलवत्तर रहिबो एवं आगकू जीवो आहुरी समृद्धि होबो।